ମୁଁ ନିମାପଡ଼ା ବିଜେପିରେ ଜଣେ ସକ୍ରିୟ କର୍ମୀ ହିସାବରେ କାମ କରିଥିଲି। ମୁଁ 93 ମସିହାରେ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇକି ରାଜନୀତିକୁ ଆସିଥିଲି। ଦୀର୍ଘ 30 ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଥିଲି। ଏବେ 3 ଦିନ ତଳେ ଦଳ ଯେଉଁ ପ୍ରାର୍ଥୀ ଚୟନ କଲା ନିମାପଡ଼ା ପାଇଁ ଭାରତୀୟ ଜନତା ପାର୍ଟି, ସେଥିରେ ମୁଁ ମର୍ମାହତ। ତେଣୁ ଏତେ ଦିନ ଦଳରେ କାର୍ଯ୍ୟ କଲା ପରେ ଦଳ ରାଜ୍ୟ ଶାଖା ହଉ ସେମାନେ ସଠିକ ପ୍ରାର୍ଥୀ ଚୟନ କରିବାରେ କୋଉଠି ଅବହେଳା ବା ତ୍ରୁଟି କଲେ ଏ କଥା ମୋର ହୃଦବୋଧ ହେବାରୁ ମୁଁ ଦଳୀୟ କାର୍ଯ୍ୟରେ ଅସନ୍ତୋଷ ବା ମର୍ମାହତ। ସେଥିପାଇଁ ମୁଁ ଆଜି ନବୀନ ବାବୁଙ୍କ ନେତୃତ୍ୱରେ ଉପରେ ଭରସା ରଖି ଆଜି ବିଜୁ ଜନତା ଦଳରେ ସାମିଲ ହେଇଛି। ତେଣୁ ଆମେ ସାଂଗଠନିକ ବିଚାରର ଲୋକ, ତେଣୁ ଆଗକୁ ମଧ୍ୟ ଆମେ ଯୋଉଠି ରହିବୁ ଆମେ ଶଙ୍ଖ ଚିହ୍ନ ବା ବିଜୁ ଜନତା ଦଳର ସଂଗଠନ କିଭଳି ଭାବେ ଆଗକୁ ଆହୁରି ଶକ୍ତିଶାଳୀ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ, ଆମେ ଗୁଣ୍ଡିଚି ମୂଷା ଭଳି କାର୍ଯ୍ୟକୁ ଆଗକୁ ନେବୁ। ଦଳ ଯାହା ନିଷ୍ପତ୍ତି ନେବ ଆମେ ନିଶ୍ଚିତ ଭାବେ ତାକୁ ମନେ ରଖୁ।